ବର୍ତ୍ତମାନର ସବୁଠୁ ବଡ଼ ଘଟଣା ଯାଜପୁର ଜିଲ୍ଲା ସ୍ଥିତ ଜାରକା ସ୍ଥିତ ଘରୋଇ ମହାବିଦ୍ୟାଳୟ ରେନେସାରେ ଅଧ୍ୟୟନରତ +2 ଛାତ୍ର ଆଶିଷ କୁମାର ପଣ୍ଡାଙ୍କ ଆତ୍ମହତ୍ୟା ପରେ ତାଙ୍କ ବାପା ମା ନ୍ୟାୟ ଦାବି କରି ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ବସିଛନ୍ତି। ମୃତ ଆଶିଷଙ୍କର ପରିବାର ବର୍ଗ ତଥା ଗ୍ରାମବାସୀମାନେ ପୋଷ୍ଟର ବ୍ୟାନର ଧରି କଲେଜ ଫାଟକ ସମ୍ମୁଖରେ ଧାରଣାରେ ବସି ନ୍ୟାୟ ଭିକ୍ଷା କରୁଛନ୍ତି। ଅଭିଯୋଗ ଅନୁସାରେ କଲେଜର ଡିରେକ୍ଟର ବିଭୂତି ଭୂଷଣ ଓ ମ୍ୟାନେଜର ଚିନ୍ମୟଙ୍କର ଶାରୀରିକ ଓ ମାନସିକ ନିର୍ଯାତନା ଫଳରେ ଆଶିଷ ଆତ୍ମହତ୍ୟା କରିଛି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ସକାଳୁ